ଆମ ଗାଁରେ ଦେଶୀ ଜିମ୍ ସେଣ୍ଟର କରିବା ପାଇଁ ମୋ ସାନ ଭାଇ ମାନେ ଏତେ ସାରା ପରିଶ୍ରମ କରିବ ବୋଲି ମୁଁ ତ କେବେ ଭାବି ନଥିଲି। ସକାଳ 6ଟାରୁ କୋଉ ପିଲା ନିଦ ଭାଙ୍ଗିକି ନ ଭାଙ୍ଗେ, କିନ୍ତୁ ମୋ ଭାଇ ମାନଙ୍କର ସମସ୍ତଙ୍କ ନିଦ ଭାଙ୍ଗି ଯାଇଛି। କାହିଁକି ନା ଆମ ଗାଁରେ ଆଜି ଆମେ କରୁ ଦେଶୀ ଜିମ୍ ସେଣ୍ଟର। ଡମ୍ବଲ ତିଆରି କରିବା ପାଇଁ ବାଲି ସିମେଣ୍ଟ କୋଉଠି ଏକାଠି କରିଦେଲୁ, ତା ଉପରେ ପାଣି ଢାଳିକି ଘଣ୍ଟା ଖୁଣ୍ଡି କରିକି ଆମେ ମସଲା ରେଡି କରିଦେଲୁ। 2 ଲିଟରିକା ଥମ୍ସ ଅପ୍ ବୋତଲଟାକୁ କାଟି ଦେଇକି ସେଇ ଭିତରେ ଆମେ ମସଲା ପକେଇଦେଲୁ। ସେଇ ବୋତଲ ଭିତରେ ଏଇ ପ୍ଲାଷ୍ଟିକ ପାଇପ୍ ଟାକୁ ପୁରେଇକି ଆମେ ଖରାରେ ଶୁଖେଇଦେଲୁ। ଜଷ୍ଟ ଏବେ ତ ଆମେ ଆରମ୍ଭ କଲୁ, ଆହୁରି ବହୁତ କିଛି କାମ ଆଗକୁ ବାକି ଅଛି। ଏବେ ଜଗନ ଗାଣ୍ଡୁଆରେ ଇଟା ପକେଇବା କାର୍ଯ୍ୟରେ ଲାଗିଗଲା। ଏମାନେ 2 ଜଣ ଗୁଡି ଫୁଟରେ ଇଟା ବୋହିବା କାର୍ଯ୍ୟରେ ଲାଗିଗଲେ। ଇଟାଠୁ ଆମେ 300 ମିଟର ବୋହି ବୋହି ନେଇକି ଯିବୁ, କାହିଁକି ନା ଆମ ଜିମ୍ ସେଣ୍ଟରରୁ 300 ମିଟର ଦୂର। ସକାଳ 6ରୁ ଦିନ 11 କେତେ ଜଲ୍ଦି ସମୟ ପଳେଇଲା ଆମେ ବି କେହି ଜାଣିପାରିଲୁନି। ଘରେ ସମସ୍ତେ ବ୍ରଶ କରିକି ଆସିଥିଲେ, କେହି କିଛି ଖାଇ ନଥିଲେ। ଏବେ ଆମେ ବଟର ବ୍ୟାଗ ବିସ୍କୁଟ 2ଟା ଖାଇକି ଆମ ମିଶନ କୁ ଜାରି ରଖିଛୁ। ଏବେ ସମସ୍ତେ ଝାଳକୁ ରକ୍ତ କରିକି ଏଇ ସର୍କଲ ଭିତରେ ଇଟା ଥୋଇବା କାର୍ଯ୍ୟରେ ଲାଗିଗଲେ। ଏଇ ଇଟା ଉପରେ ମାଟି ପକେଇକି ଏଇ ଜାଗାଟାକୁ ଆମେ ଲିପି ଦବୁ। ଗୁରୁ ଖୁଣ୍ଟ ଉପରେ ଚଢିକି ଆମ କୁଡିଆଟାକୁ ବନ୍ଧାବନ୍ଧି କରିବା କାର୍ଯ୍ୟରେ ଲାଗିଗଲା। ଗୁରୁ ମୋ କାନ୍ଧରେ ବସି ଏଇ ଶାଗୁଆନୀ ଗଛରେ ଏଇ ବାଉଁଶଟାକୁ ବାନ୍ଧିବା କାର୍ଯ୍ୟରେ ଲାଗିଗଲା, କାହିଁକି ନା ଏଇ ବାଉଁଶରେ ଆମେ ସମସ୍ତେ ଓହଳିବୁ। 5 ମିନିଟ୍ ପରେ ଆମ ବାନ୍ଧିବା ମିଶନ ରେଡି ହେଇଗଲା। ମୁଁ ଟିକେ ପ୍ରଥମେ ଆଗ ଟ୍ରାଏଲ କରିଦେଲି। ଜଗନ ଓହଳିବା ପାଇଁ 5 ଫୁଟ ହାଇଟ୍, ତା ପାଇଁ ମଧ୍ୟ ବାଉଁଶ ଗୋଟେ ବାନ୍ଧିଦେଲୁ। ଟାଇମ ତ ଏବେ ଗଲାଣି 12:30। ଆଜିର ମିଶନ କାମ ରେଡି ହେଇଗଲା। ଓ ଭାଇ ମାନେ ଜିମ୍ କରୁଛ ଟିକେ କମେଣ୍ଟରେ କହିବ। ପୁଣି ଆପଣମାନଙ୍କ ସହ ଦେଖା ହବ ଆମର ନେକ୍ସଟ ମିଶନ ଭିଡିଓରେ।